ଏତେ ସାରା ଖାଇବା ପୁରୀ, କ୍ଷୀରି, ତରକାରୀ, ମିଠା ଆୟୋଜନ ଆଜି କାହା ପାଇଁ ଭିଡିଓଟି ଲାଷ୍ଟ ଯାଏଁ ଦେଖନ୍ତୁ ଜାଣିପାରିବେ। ପ୍ରଥମେ ପୁରୀ ହେଇଥିଲା, ଅଳ୍ପ କିଛି ପୁରୀ ହେଇଥିଲା, ତରକାରୀ ବି ଆସିଥିଲା, କ୍ଷୀରି ବି ହେଇଥିଲା, ସିମେଇ କ୍ଷୀରି ହେଇଥିଲା, ପୁରୀ ବି ଏପଟେ ହଉଥିଲା, ଆହୁରି ଛଣା ହଉଥିଲା ପୁରୀ। ଦେଖନ୍ତୁ କେମିତି ଫୁଲୁଛି ଗୋଲ ଗୋଲ ହେଇକିନି ଛଣା ହଉଥିଲା ପୁରୀ। ପୁରୀ ଆମର ଏପଟେ ହଉଥିଲା, ସେପଟେ ଆମର ତରକାରୀ ହେଇ ଆସିଲାଣି। ତ ଗ୍ୟାସ୍ ଅଫ୍ କରିକି ତା ଦେହରେ ଧଣିଆ ପତ୍ର, ଗରମ ମସଲା ପକେଇଦବା। ଧଣିଆ ପତ୍ର, ଗରମ ମସଲା ପକେଇକିନି ତାକୁ ଘୋଡେଇକିନି ଛାଡିଦବା କିଛି ସମୟ। ଘୋଡେଇ ଘୋଡେଇକିନି ତାକୁ ଛାଡିଦବା କିଛି ସମୟ। ତାକୁ ତରକାରୀଟା ଶୀତଳ ହେଇଯିବ, ତାର ସ୍ମେଲ ଭଲ ଆସିବ। ଏଠି ଆମର ବେଲାବେଲି ଚାଲିଥିଲା, ପୁରୀ ବି ଛଣା ହଉଥିଲା। ଏ ବାର୍ଥଡେ ଗାର୍ଲ ପାଇଁ ଏତେ ସବୁ ଆୟୋଜନ, ତାର ଜନ୍ମଦିନ ଥିଲା। ସମସ୍ତେ ପ୍ରଥମେ ଖିଆ ପିଆ କରିଦେଇଥିଲେ। ପ୍ରଥମେ ସବୁ ଗେଷ୍ଟ ଆସିଥିଲେ, ଆଗେ ଖାଇବା ପିଇବା ସାରି ଦେଇଥିଲୁ। ତାପରେ କେକ୍ କଟା ହେଇଥିଲା, ବେଲୁନ ଫେଲୁନ ସଜା ହେଇଥିଲା। ସେ ତ ଛୋଟ ଛୁଆ, ସେ ମାନେ ତାର ଗୋଟେ ଖୁସି ଯେ କେକ୍ କାଟିବି। କେକ୍ ସବୁ କଟା ହେଇଥିଲା, ତା ନା ପିହୁ ଥିଲା, ପିହୁ ବି ଲେଖା ହେଇଥିଲା। ତାପରେ ମହମବତୀ ଲଗେଇଥିଲେ, ସେ ଗଲା କେକ୍ କାଟିବା ପାଇଁ ଯାଇଛି, ବେଲୁନ ଫୁଟେଇଲେ ଛୁଆ, ସେ ପୁଣି ଛୋଟ ଛୁଆ ବା ଡରିକି ଛାନିଆ ଯେ କାନ୍ଦିକିନି ସେମାନେ ନ କାଟେ କେକ୍। ତା ବାପା ଧରିକିନି କାଟିଦେଲେ, ତା ବାବା ଧରିକିନି କେକ୍ କାଟିଦେଲେ। ଆପଣ କମେଣ୍ଟ ମୋ ଝିଅକୁ ବହୁତ ସାରା ଆଶୀର୍ବାଦ ଦେବେ। ଭିଡିଓଟି ଭଲ ଲାଗିଲେ ଲାଇକ୍ କରିବେ।